ସ୍ୱାମୀ ସ୍ତ୍ରୀ 1.5 ବର୍ଷର ଝିଅ ସହିତ ବେଡ୍ରୁମ୍ରେ ଶୋଇଥିଲା ବେଳେ ହଠାତ୍ ଘର ଭିତରକୁ ପଶିଗଲେ ଚୋର। ବେଡ୍ରୁମ୍ରେ ଶୋଇଥିବା ସ୍ୱାମୀକୁ ଛୁରୀ ଭୁସି ଭୁସି ମାରିଦେଲେ। ଆଉ ସୁନ୍ଦରୀ ସ୍ତ୍ରୀ ଆଉ ଝିଅକୁ ନେଇ ବାଥରୁମ୍ ଭିତରେ ପୁରେଇ ବାହାର ପଟୁ ତାଲା ଦେଇଦେଲେ। ଆଉ ଘରର ସବୁ ଜିନିଷ ଲୁଟି ନେଲେ। ହେଲେ ସେ ଚୋରମାନେ ଭିତରକୁ ଆସିଲେ କେମିତି? ଚୋରମାନଙ୍କ ସହିତ ଘରର କାହା ସହିତ ସମ୍ପର୍କ ନଥିଲା ତ? ଏତେ ବଡ଼ ଜଣେ ବିଜନେସମ୍ୟାନ୍ ଘରକୁ ଚୋରି କରିବାକୁ ଆସିଥିଲେ ନା ଆଉ କ'ଣ ରହସ୍ୟ ଥିଲା? ଏସବୁ ଜାଣିବା ପାଇଁ ଆସନ୍ତୁ ଦେଖିବା ଆଜିର କାହାଣୀ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆଜିର ଏ କାହାଣୀ ଟିକେ ନିଆରା। ଏହି କାହାଣୀରେ ପ୍ରେମ ଅଛି, ପ୍ରତାରଣା ବି ଅଛି, ଆଉ ସସ୍ପେନ୍ସ ବି ଅଛି। ଥରେ ନଜର ପକାନ୍ତୁ ଏହି ସୁନ୍ଦରୀ ସ୍ତ୍ରୀ ଉପରେ, ଯାହାର ନାଁ ହେଉଛି ଉଲ୍ସି। ଆଉ ଇଏ ହେଉଛନ୍ତି ତାଙ୍କ ସ୍ୱାମୀ ଦୀକ୍ଷିତ। ପ୍ରସ୍ତାବ ପଡ଼ିଲା ଆଉ ଉଭୟଙ୍କୁ ବିବାହ ବି କଲେ। ଆଉ ଏମାନଙ୍କର ଗୋଟେ 1.5 ବର୍ଷର ଝିଅ ମଧ୍ୟ ଅଛି। ଦୀକ୍ଷିତ ଜଣେ ବଡ଼ ବ୍ୟବସାୟୀ ଥିଲେ। କିଛି ଅଭାବ ବି ନଥିଲା। ବେଶ ହସ ଖୁସିରେ ଚାଲିଥିଲା ଖୁସିର ସଂସାର। ସେଦିନ ନିଜ ସମ୍ପର୍କୀୟଙ୍କ ଘରେ ଗୋଟେ ପାର୍ଟି ଥିଲା। ଆଉ ସେହି ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ ସ୍ୱାମୀ ସ୍ତ୍ରୀ। ପାର୍ଟିରେ ମସ୍ତି ବି କଲେ, ଭୋଜି ଖାଇଲେ, ଆଉ ରାତିରେ ଘରକୁ ଫେରିଲେ। ଫ୍ରେଶ୍ ହୋଇ ଶୋଇପଡ଼ିଲେ। ହଠାତ୍ ଘର ଭିତରକୁ ଚୋର ପଶି ଆସିଲେ। ଆଉ ଉଲ୍ସିର ସ୍ୱାମୀ ଦୀକ୍ଷିତକୁ ଜୀବନରୁ ଛୁରୀ ଭୁସି ଭୁସି ମାରିଦେଲେ। ଉଲ୍ସି ଆଉ ତାଙ୍କ 1.5 ବର୍ଷର ଝିଅକୁ ବାଥରୁମ୍ରେ ପୁରେଇ ବାହାର ପଟୁ ତାଲା ଦେଇ ସବୁ ଟଙ୍କା ସୁନା ଅଳଙ୍କାର ନେଇ ଚାଲିଗଲେ। ଉଲ୍ସି କୌଣସି ପ୍ରକାରେ ବାଥରୁମ୍ର କାଚ ଭାଙ୍ଗି ପଡ଼ୋଶୀଙ୍କୁ ଡାକ ପକାଇଲା। ପଡ଼ୋଶୀ ଉଲ୍ସିର ଚିତ୍କାର ଶୁଣି ଦୌଡ଼ି ଆସିଲେ ଆଉ ଘର ଭିତରକୁ ପଶିଲେ। ହେଲେ ଘର ଭିତରକୁ ପଶିଲା ବେଳକୁ ମେନ୍ ଡୋର୍ ଖୋଲା ଥିଲା। ଆଉ ଦେଖିଲେ ଦୀକ୍ଷିତର ରକ୍ତ ଜୁଡ଼ୁବୁଡ଼ୁ ଶରୀର ବେଡ୍ରୁମ୍ରେ ପଡ଼ିଛି। ବାଥରୁମ୍ର କବାଟ ଖୋଲି ଉଲ୍ସି ଆଉ ତା ଝିଅକୁ ବାହାରକୁ ବାହାର କଲେ। ସ୍ୱାମୀର ମୃତ୍ୟୁ ହେବା ଦେଖି ସ୍ତ୍ରୀ ଚିତ୍କାର କରି କାନ୍ଦିବାକୁ ଲାଗିଲା। ନିଜ ଆଖି ଆଗରେ ସ୍ୱାମୀର ମୃତ୍ୟୁ ଦେଖି କେଉଁ ସ୍ତ୍ରୀ ବା ସହିପାରିବ? ପୋଲିସ ଆସିଲା, ତଦନ୍ତ ଆରମ୍ଭ କଲା। ସବୁ ଜିନିଷପତ୍ର ଇଆଡ଼େ ସିଆଡ଼େ ବିଛାଡ଼ି ହୋଇ ପଡ଼ିଥିଲା। ସବୁ ଗଡରେଜ୍ର ଡୋର୍ ବି ଖୋଲା ଥିଲା। ଉଲ୍ସି ପିନ୍ଧିଥିବା ସବୁ ସୁନା ସେମାନେ ନେଇଯାଇଥିଲେ। ହେଲେ ସବୁ ଯଦି ନେଲେ, ତେବେ କେବଳ ଦୀକ୍ଷିତକୁ ଚୋରମାନେ କାହିଁକି ମାରିଲେ? ପୋଲିସର ଟିକେ ସନ୍ଦେହ ଆରମ୍ଭ ହୋଇଥିଲା। ଆଉ ପୋଲିସ ତଦନ୍ତ କଲାବେଳେ ସ୍ତ୍ରୀ ଉଲ୍ସିକୁ ପଚାରିଥିଲା ଚୋରି କରିବାକୁ କେତେ ଜଣ ଆସିଥିଲେ। ସ୍ତ୍ରୀ ଉଲ୍ସି କହିଥିଲା 3 ଜଣ ଆସିଥିଲେ। କିନ୍ତୁ ସିସିଟିଭି ଯାଞ୍ଚରୁ ପୋଲିସକୁ 2 ଜଣ ଆସିଥିବା ଜଣାପଡ଼ିଥିଲା, ଯାହାକୁ ନେଇ ପୋଲିସର ସନ୍ଦେହ ବଢ଼ିଯାଇଥିଲା। ଆଉ ସ୍ତ୍ରୀ ଉଲ୍ସିକୁ ଥାନାକୁ ଆଣି ପଚରାଉଚରା ଆରମ୍ଭ କରିଥିଲା। ପୋଲିସର ପ୍ରଶ୍ନ ବାଣରେ ଉଲ୍ସି ଘାଇଲା ହୋଇଯାଇଥିଲା ଆଉ ସବୁ ସତ ମାନିଯାଇଥିଲା। ସେଦିନ ଚୋରି କରିବାକୁ ତାଙ୍କ ଘରକୁ କେହି ଆସିନଥିଲେ। ଆସିଥିଲା ତାର ପୁରୁଣା ପ୍ରେମିକ ସହିତ ଆଉ ଜଣେ ସାଙ୍ଗ। ପାର୍ଟିରୁ ଫେରିଲା ପରେ ଭିତରୁ କବାଟକୁ ଲକ୍ କରିନଥିଲା ଉଲ୍ସି, ଯାହାଫଳରେ ଏ 2 ଜଣ ଭିତରକୁ ପଶିଥିଲେ। ଆଉ ଭିତରେ ପଶି ସ୍ୱାମୀ ଦୀକ୍ଷିତକୁ ଛୁରୀ ଭୁସି ହତ୍ୟା କରିଥିଲେ। ଆଉ ପରେ 3 ଜଣ ମିଶି ଘରର ସବୁ ଜିନିଷକୁ ଇଆଡ଼େ ସିଆଡ଼େ ଫିଙ୍ଗାଫିଙ୍ଗି କରିଥିଲେ। ଆଉ ସବୁ ଗଡରେଜ୍ର ଡୋର୍ ଖୋଲା କରି ଉଲ୍ସି ନିଜ ଗହଣା ସବୁ ଦେହରୁ ଖୋଲି ସେହି 2 ଜଣଙ୍କୁ ଦେଇଥିଲା। ଆଉ ତାପରେ ପ୍ଲାନ୍ ମୁତାବକ ସେମାନେ ସେଠୁ ଚାଲି ଯାଇଥିଲେ। ହଁ ଆଜ୍ଞା, ଉଲ୍ସି ଆଉ ଦୀପକ ଉଭୟଙ୍କୁ ପ୍ରେମ କରୁଥିଲେ। ସମ୍ପର୍କରେ ଥିଲେ ଭାଇ ଭଉଣୀ। କିନ୍ତୁ ପ୍ରେମ ବହୁତ ଆଗକୁ ବଢ଼ିଯାଇଥିଲା, ଯାହାକୁ ନେଇ ଏମାନେ ଘରେ ପରିବାରଙ୍କ ସାମ୍ନାରେ ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଜଣାଇଥିଲେ। ହେଲେ ଫଳ ଓଲଟା ହେଲା। ଏମାନଙ୍କ ବାହାଘର କରିବା ବଦଳରେ ଏମାନଙ୍କ ପରିବାର ଲୋକେ ରାଗିଗଲେ ଆଉ ତୁରନ୍ତ ଉଲ୍ସିର ବାହାଘର କରିବା ପାଇଁ ଯୋଜନା କଲେ। ଉଲ୍ସି ପାଇଁ ପରିବାର ଲୋକେ ବର ଖୋଜିବା ଆରମ୍ଭ କରିଦେଇଥିଲେ। ଆଉ ଏ ଦୀକ୍ଷିତ ସହିତ ବାହାଘର ପ୍ରସ୍ତାବ ଆସିଲା। ଉଭୟଙ୍କୁ ଦେଖିଲେ ଆଉ ପସନ୍ଦ କଲେ। ବଡ଼ ଧୁମଧାମରେ ବାହାଘର ବି ହେଲା। ଉଲ୍ସିର ଇଚ୍ଛା ନଥିଲେ ବି ପରିବାର ଲୋକଙ୍କ ପ୍ରେସରରେ ରାଜି ହେବାକୁ ବାଧ୍ୟ ଥିଲା। ସେପଟେ ଦୀକ୍ଷିତ ବି ହ୍ୟାଣ୍ଡସମ୍ ଥିଲା ଆଉ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ବି ଥିଲା। ଉଲ୍ସି ଆଉ ଦୀକ୍ଷିତ ବିବାହ ପରେ ବେଶ ହସ ଖୁସିରେ ସଂସାର ଚାଲିଥିଲା। କିଛି ଦିନ ପରେ ଉଭୟଙ୍କର ଗୋଟେ କନ୍ୟା ସନ୍ତାନ ବି ଜନ୍ମ ହେଲା। ଆଉ ଉଲ୍ସି ବି ପୁରୁଣା ପ୍ରେମିକ ଦୀପକକୁ ପୁରା ଭୁଲି ସାରିଥିଲା। ଆଉ ସ୍ୱାମୀ ଦୀକ୍ଷିତ ବି ଉଲ୍ସିର ପୁରୁଣା ପ୍ରେମ ବିଷୟରେ କିଛି ବି ଜାଣିନଥିଲା। ଏହା ଭିତରେ ଅନେକ ଦିନ ବିତି ଯାଇଥିଲା। ଦିନେ ଉଲ୍ସି ସପିଂ କରିବାକୁ ମାର୍କେଟ ଯାଇଥିଲା। ଆଉ ସେହି ମାର୍କେଟରେ ସପିଂ ମଲ୍ରେ ଦୀପକ ସହିତ ଉଲ୍ସିର ଅଚାନକ ଦେଖା ହୋଇଗଲା। ଉଲ୍ସି ଦୀପକକୁ ଦେଖି ତାର ପୁରୁଣା ପ୍ରେମ କଥା ମନେ ପଡ଼ିଗଲା। ପୁଣି ଥରେ ଦୀପକ ଆଉ ଉଲ୍ସି ନମ୍ବର ଦିଆ ନିଆ ହେଲେ ଆଉ ପୁଣି ଥରେ ଗଢ଼ି ଉଠିଲା ପ୍ରେମ ସମ୍ପର୍କ। ହେଲେ
ସେପଟେ ଏ ବିଷୟରେ କିଛି ଜଣା ନଥିଲା ଉଲ୍ସିର ସ୍ୱାମୀ ଦୀକ୍ଷିତକୁ। ଆଉ ଏପଟେ ପୁରୁଣା ପ୍ରେମିକ ଦୀପକ ସହିତ ସବୁବେଳେ ମିଶିବାକୁ ଅଧୈର୍ଯ୍ୟ ହୋଇପଡ଼ୁଥିଲା ଉଲ୍ସି। ଉଲ୍ସି ସବୁଦିନ ପାଇଁ ଦୀକ୍ଷିତକୁ ଛାଡ଼ି ଦୀପକର ହେବାକୁ କରିଲା ଚକ୍ରାନ୍ତ। ଆଉ ଶେଷରେ ଦୀପକ ସହିତ ମିଶି ଦୀକ୍ଷିତକୁ ରାସ୍ତାରୁ ହଟେଇ ଦେଲା। ଆଉ ନିଜେ ଏବେ ଜେଲରେ ଚକି ପେଶିଲା। ଦର୍ଶକ ବନ୍ଧୁ, କଥାରେ ଅଛି ପ୍ରେମ ଅନ୍ଧ। ପ୍ରେମ ମାନେ ନାହିଁ ଜାତି ଅଜାତି, ପ୍ରେମ ମାନେ ନାହିଁ ବୟସର ତାରତମ୍ୟ। ପ୍ରେମ ପାଇଁ ସବୁକିଛି ଭୁଲିଯାଆନ୍ତି ପ୍ରେମିକ ପ୍ରେମିକା। ହେଲେ କେଉଁଠି ନାହିଁ ପ୍ରେମ କେଉଁ ସମ୍ପର୍କୀୟ ସହିତ ହୁଏ। ଯଦି ପ୍ରେମ କରୁଛ ଆଉ ପ୍ରେମରେ ଅସଫଳ ହେଇ ଆଉ କାହାକୁ ବାହା ହେଉଛ, ପ୍ରଥମେ ତ ତାକୁ ଧୋକା ଦେଲ, ସେ ପୁଅ ହେଉ କି ଝିଅ। ତାପରେ ବି ସେ କିଛି ନ ଜାଣି ତମ ସହିତ ସଂସାର କରିବାକୁ ଆଗକୁ ଆସିଲା। ହେଲେ ବାହା ହେଲା ପରେ ପୁଣି ଥରେ ପୁରୁଣା ପ୍ରେମକୁ ମନେ ପକାଇ ତା ସହିତ ସମ୍ପର୍କ ରଖିବା, ତାଙ୍କୁ ପୁଣି ଥରେ ପଛପଟେ ଧୋକା ଦେବା କେତେ ଦୂର ଠିକ୍। ଏମିତି ବି ଅନେକ ଘଟଣାରେ ହେଉଛି ପୁରୁଣା ପ୍ରେମିକ କି ପ୍ରେମିକା ସହିତ କଥା ହେବା ବା ସମ୍ପର୍କ ରଖିଲା ବେଳେ ସ୍ୱାମୀ ହେଉ କି ସ୍ତ୍ରୀ ହେଉ ଜାଣିଦେଲା ପରେ ତାଙ୍କୁ ରାସ୍ତାରୁ ହଟାଇବାକୁ ବି ପଛଉନାହାନ୍ତି। ତାପରେ ସିଧା ଜେଲ୍ ଯାଇ ନିଜ ଜୀବନକୁ ବର୍ବାଦ କରିଦେଉଛନ୍ତି। କ'ଣ ଠିକ୍ କହିଲି ନା? ଆପଣଙ୍କ ମତାମତ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।